ସତରେ ସାଙ୍ଗମାନେ ନାଇଟ୍ ଡ୍ୟୁଟି କରିବାଟା ବହୁତ କଷ୍ଟ। ରାତିରେ ଆରାମରେ ଶୋଇବା କଥା, କିନ୍ତୁ ଆମେ ରାତିରେ ଏଠି ଦେଖିପାରୁଛନ୍ତି ସାଙ୍ଗମାନେ, ବାବୁ ଆମର ହାଇଟ୍ ବଢିବା ପାଇଁ ସେ ଏକ୍ସରସାଇଜ କରୁଛି। ଡେଲି ଆସିବ ବାବୁ ଏଠିକି। ହେଁ, ଆଜି ଆଳୁ ଚପ୍ ଖାଇକି ମୋର ପେଟ ଗଡବଡ ହେଇଗଲା। ହାय ସାଙ୍ଗମାନେ, ଶୁଭ ସକାଳ, ଜୟ ଜଗନ୍ନାଥ। ପଢିବ ବାବୁ, ଦେଖ ବାବୁ କେମିତି ବଦମାସି, ଯୋଉଠି ନାହିଁ ସେଇଠି। ବାବୁ ଦେଖିପାରୁଛନ୍ତି ସାଙ୍ଗମାନେ, ବାବୁ ଆମର ହାଇଟ୍ ବଢିବା ପାଇଁ ସେ ଏକ୍ସରସାଇଜ କରୁଛି। ଡେଲି ଆସିବ ବାବୁ ଏଠିକି। ହେଁ, ଦେଖିପାରୁଛନ୍ତି ହାଇଟ୍ ତାର ବଢଉଛି, ମାନେ 2.5 ବର୍ଷ ଛୁଆ, ସେ ତାର କେତେ ଜ୍ଞାନ ଦେଖନ୍ତୁ। ହାଇଟ୍ ବଢିବ ବୋଲି ସେ ଏବେରୁ ସେ ଲାଗି ପଡୁଛି। ହଁ ଆସ୍ତେ ହାଇଟ୍। ଆଜି ଘରେ ଆଳୁଚପ୍ କରିଥିଲେ, ତ ମୁଁ 4-5ଟା ଖାଇଦେଲି, ତ ମୋ ପେଟ ସେତିକିରେ ଖରାପ। ମାନେ ଅଧିକା ଯଦି ମସଲା ଜିନିଷ ଖାଇଲେ ମୋର ଟିକେ ଅସୁବିଧା ହୁଏ। ହ୍ୟାଲୋ ହାय ସାଙ୍ଗମାନେ, ଶୁଭ ସନ୍ଧ୍ୟା। ଦେଖିପାରୁଛନ୍ତି ଏବେ ଆମେ ଘରେ ବସିଛୁ, ଆଉ ବାବୁ ତାର ନଟଙ୍ଗି କରୁଛି। ଦେଖିପାରୁଥିବେ ବାବୁ ତାର ମାନେ ଖୁସି ଲାଗୁଛି, ଆଉ ଲଗେଇ ଦେଇଛି ଗୋଟେ ଆଉ ନାଇଁ। କହିଦିଅ ହ୍ୟାଲୋ ହାୟ ସାଙ୍ଗମାନେ କରିଦିଅ। ଦେଖିପାରୁଛନ୍ତି ସାଙ୍ଗମାନେ, ଏବେ ନାଇଟ୍ ଡ୍ୟୁଟି ଆସିଛି, ଆଉ ରାତି 10ଟାରେ ଡ୍ୟୁଟିରେ ଜଏନ୍ କଲି। ଆଉ କ'ଣ କରିବା, ଆଉ ରାତିରେ ଶୋଇବା କଥା, କିନ୍ତୁ ଆମେ ମାନେ ରାତିରେ ଜାଗାରେ ରହିକି କାମ କରିବାକୁ ପଡ଼ୁଛି। ଆଉ କାମ ନ କଲେ ବି ପୁଣି ପରିବାର ଚଳିବନି, ଭାରି ଅସୁବିଧା ହେଇଯିବ। ଆଉ କର୍ମ ହିଁ ଭଗବାନ, ତେଣୁକରି ଆମେ କର୍ମ କରିଚାଲିବା ନିହାତି ଦରକାର। ସବୁ କିଛି କଷ୍ଟ ସହିବାକୁ ପଡ଼ିବ। ଏବେ ପାରିବାରିକ ହେଇଯାଇଛୁ, ଆଉ ଛୁଆ ପିଲା ଭଲ ମନ୍ଦ ଦେଖିପାରୁଛନ୍ତି।